କ୍ୟାମେରା ଆଗରେ କାନ୍ଦିଲେ କର୍ପୋରେଟ୍ ଦଲାଲ ହଂସିତା ଅଭିଲିପ୍ସା। କ୍ୟାମେରା ଆଗରେ କାନ୍ଦି କାନ୍ଦି କହିଲେ, ଆମକୁ ଫସେଇ ଦିଆଯାଇଛି, ସବୁ ସତ କହିବି ଏବଂ ଗୁମର ଖୋଲିବି ବୋଲି କହି ମୋତେ ଜାଣିଶୁଣି ବଦନାମ କରାଯାଉଛି ବୋଲି କହିଛନ୍ତି ହଂସିତା। ଠକ ବଣ୍ଟି ବବଲି ଯୋଡ଼ି ହଂସିତା ଅଭିଲିପ୍ସା ଓ ଅନିଲ ମହାନ୍ତିଙ୍କୁ ନେଇ ଆଜି ରିମାଣ୍ଡରେ ନେବା ବେଳେ କାନ୍ଦି କାନ୍ଦି ଏହା କହିଛନ୍ତି ହଂସିତା। ସେପଟେ ତାଙ୍କ କ୍ରାଇମ୍ ପାର୍ଟନର ଅନିଲ କହିଛନ୍ତି ଯେ ଆମେ କିଛି ବି କରିନାହୁଁ, ଯିଏ ଆମ ନାଁରେ କେସ୍ ଦେଇଛନ୍ତି ତାଙ୍କୁ ବି ଆମେ ଜାଣିନୁ, ତଦନ୍ତ ହେଲେ ସବୁ ପଦକୁ ଆସିବ ବୋଲି କହିଛନ୍ତି। ଉଭୟଙ୍କୁ 3 ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍। ଗୋଟିଏ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ। ମାଟି ଖୋଳୁ ଖୋଳୁ ମହାଦେବ ଭଳି କର୍ପୋରେଟ୍ ଦଲାଲ ହଂସିତାଙ୍କ ନୀତି ନୂଆ ଷ୍ଟୋରି ବାହାରୁଛି। ବିଷ୍ଣୁପ୍ରିୟା ଓରଫ ରାକ୍ଷୀ ଓରଫ ହର୍ଷିତା ଓରଫ ହଂସିତା ଅଭିଲିପ୍ସାଙ୍କ ଠକ ସାମ୍ରାଜ୍ୟର ଖୋଳତାଡ଼ ଭିତରେ ତାଙ୍କ ଅସଲ ସ୍ୱାମୀଙ୍କୁ ସାମ୍ନାକୁ ଆଣିଛି ଆୟକର ବିଭାଗ। ପ୍ରଥମେ ଅନିଲ ମହାନ୍ତି, ପରେ କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ଆଉ ବ୍ୟବସାୟୀ ସରୋଜ ସାହୁ। ଆୟକର ବିଭାଗ କହିଛି ସରୋଜ ହିଁ ହଂସିତାଙ୍କର ଠକ ସାମ୍ରାଜ୍ୟର ମାଷ୍ଟରମାଇଣ୍ଡ। ହାଇ ପ୍ରୋଫାଇଲ୍ କର୍ପୋରେଟ୍ ଦଲାଲ ହଂସିତା ଅଭିଲିପ୍ସା ଉଡ଼ାଉଛନ୍ତି ହୋସ୍। ତାଙ୍କର କଟକ ସାମ୍ରାଜ୍ୟର ନେଟୱାର୍କରେ ନୂଆ ନୂଆ ଚେହେରାଙ୍କର ଆବିର୍ଭାବ। ତେବେ ସରୋଜ ସାହୁ ହିଁ କୁଆଡ଼େ ହଂସିତାଙ୍କର ଅସଲ ସ୍ୱାମୀ, ଯାହାଙ୍କର ବୟସ ପ୍ରାୟ 60 ବର୍ଷ, ଯାହାଙ୍କୁ ଜଟଣୀରୁ ଖୋର୍ଦ୍ଧା ଆଉ ଖୋର୍ଦ୍ଧାରୁ ପିଛା କରି ଶେଷରେ ଖଣ୍ଡଗିରିରେ ଏକ କାର୍ ଭିତରୁ ଧରିଛି ଆୟକର ବିଭାଗ। ଗଞ୍ଜାମ ଜିଲ୍ଲାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହେଉଛନ୍ତି ସରୋଜ ସାହୁ, ଯାହାଙ୍କ ନାଁରେ ଠକେଇର ସାମ୍ରାଜ୍ୟ ଚଳାଇଥିଲା ହଂସିତା ଅଭିଲିପ୍ସା। ରାଜଧାନୀର କୋଠାବାଡ଼ି ହେଉ କିମ୍ବା ନାମୀ ଦାମୀ କାର୍, ସବୁରି ପଛରେ ରହିଛି ସରୋଜ ସାହୁଙ୍କ ହାତ। ଅର୍ଥାତ୍ ହଂସିତାଙ୍କର ବେନାମୀ ସମ୍ପତ୍ତିର ବେନାମ ବାଦଶାହ ହେଉଛନ୍ତି ସରୋଜ ସାହୁ। ଗୋଟିଏ ପଟେ ସରୋଜ ସାହୁଙ୍କର ଜେରା, ଆରପଟେ ଜେଲ୍ରେ ବିଷ୍ଣୁପ୍ରିୟା ଓରଫ ହଂସିତା ଅଭିଲିପ୍ସା ଓ କ୍ରାଇମ୍ ପାର୍ଟନର ଅନିଲ ମହାନ୍ତି। ଏମାନଙ୍କୁ ମଧ୍ୟ ଜେଲ୍ ଭିତରେ ଜେରା କରିବ ଆୟକର ବିଭାଗ। ସେପଟେ ଆସନ୍ତାକାଲି କମିଶନରେଟ୍ ପୋଲିସ ମଧ୍ୟ ଦିନିକିଆ ରିମାଣ୍ଡରେ ନେଇ ଜେରା କରିବ। ଆୟକର ବିଭାଗର ତଥ୍ୟ କହୁଛି ହଂସିତାଙ୍କର ଠକେଇର ଚେର କେବଳ ଝାଡ଼ଖଣ୍ଡ ନୁହେଁ, ଛତିଶଗଡ଼ ଯାଏ ଲମ୍ବିଛି। ଇଏସ୍ଏଲ୍ ନାମକ ଏକ ଠିକା ସଂସ୍ଥା ନାଁରେ ହଂସିତା ଏବଂ ବାଲିଗୁଡ଼ାର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ଚଳାଉଥିଲେ ଟେଣ୍ଡର ଫିକ୍ସିଂ। ଏପରିକି ଏକ ବହୁ ରାଷ୍ଟ୍ରୀୟ କମ୍ପାନୀ ପାଇଁ ଜମି ଅଧିଗ୍ରହଣ ନାଁରେ ଚଳାଇ ଆସୁଥିଲେ ଜାଲିଆତି। ଏପଟେ ବାଲିଗୁଡ଼ାରେ କ୍ରମାଗତ ରେଡ୍ ପରେ ଆୟକର ବିଭାଗ ମନୋଜକୁ ଅଟକ ରଖିଛି। ମନୋଜଙ୍କ ସମେତ ପରିବାର ଲୋକଙ୍କୁ ମଧ୍ୟ ମାରାଥନ୍ ଜେରା କରିଛି। ତା ସହିତ ବାଲିଗୁଡ଼ା ଏସ୍ବିଆଇ ମୁଖ୍ୟ ବ୍ରାଞ୍ଚରେ ପଶି ଖୋଳତାଡ଼ କରିଛି ଆୟକର ବିଭାଗ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଟୁଡେ। ମୁଁ କିଛି ଆগে ଜାଣିନି କଣ ପାଇଁ କମ୍ପ୍ଲେନ୍ ଦେଇଛନ୍ତି, କଣ ତାଙ୍କ ପାଖରେ ଏଭିଡେନ୍ସ ଅଛି, କଣ ପ୍ରତି ଆମେ କିଛି ଜାଣିନି। You know very well. ଆମକୁ ଡାକିଛନ୍ତି, ଡାକିକି ନେଇକି ଏଇ ସବୁ ଜିନିଷ କରିଛନ୍ତି। ପୂର୍ବତନ ଏମ୍ପି ସେ ମୁଁ କହିପାରିବିନି ଆଜ୍ଞା, ମୁଁ ତ ନିଜେ ଜାଣିନି। ଭାଇ କହୁଛି କଣ ସିଏସ୍ଆର୍ ଫଣ୍ଡଟା ବାଟ ମାରଣା ହଉଥିଲା, ସିଏସ୍ଆର୍ ଫଣ୍ଡ ଭାଇ ଟିକେ କହିବ କି ତମକୁ ଫସେଇ ଦିଆଯାଇଛି ବୋଲି? ମତେ ଆଜ୍ଞା ଫସେଇ ଦିଆଯାଇଛି, ଆମ ସମସ୍ତଙ୍କୁ ଫସେଇ ଦିଆଯାଇଛି। ୱି ଆର୍ ଇନୋସେଣ୍ଟ। କଣ କହିବ?